ଓଡ଼ିଶାର ପବିତ୍ର ଭୂମି ଯାଜପୁର, ଯେଉଁଠି ନଦୀ ବୈତରଣୀର କୂଳେ ଶକ୍ତି ଉପାସନାର ଦିବ୍ୟ କେନ୍ଦ୍ର ଭାବେ ଦଢ଼ାଇ ରହିଛି ମା ବିରଜାଙ୍କ ମନ୍ଦିର। ଏହା କେବଳ ଏକ ମନ୍ଦିର ନୁହେଁ, ଏହା ହେଉଛି ଓଡ଼ିଆ ସଭ୍ୟତାର ଆତ୍ମା, ଯେଉଁଠି ଶତାବ୍ଦୀର ଇତିହାସ ପଥରରେ ଲେଖା ହୋଇଛି। ମା ବିରଜା ମହାଶକ୍ତି ଦୁର୍ଗାଙ୍କ ଦିବ୍ୟ ରୂପ, ତାଙ୍କର ଅଷ୍ଟଭୁଜା ରୂପ ଶକ୍ତିର 8ଟି ପ୍ରତୀକ ସୁରକ୍ଷା, ସାହସ, ଧର୍ମ, ନ୍ୟାୟ, ଜ୍ଞାନ, ଭକ୍ତି, କରୁଣା ଓ ବିଜୟ। ପୌରାଣିକ କଥା କୁହେ, ମହିଷାସୁର ଯେତେବେଳେ ପୃଥିବୀରେ ଅତ୍ୟାଚାର ବଢ଼ାଇଥିଲା, ସେତେବେଳେ ମା ବିରଜା ଦିବ୍ୟ ଶକ୍ତି ଧାରଣ କରି ଶକ୍ତି ଧାରଣ କରି ତାହାକୁ ବଧ କରିଥିଲେ। ସେହି ମୁହୂର୍ତ୍ତରୁ ଯାଜପୁର ଭୂମି ପରିଚିତ ହେଲା ଶକ୍ତିପୀଠ ଭାବରେ। ଇତିହାସ କହେ, ପ୍ରାଚୀନ କାଳରୁ ଯାଜପୁର ଓଡ଼ିଶାର ରାଜନୈତିକ ଓ ଧାର୍ମିକ କେନ୍ଦ୍ର ଥିଲା। ରାଜା, ମହାରାଜା, ଋଷିମୁନି ଏଠାକୁ ଆସି ମାଙ୍କୁ ପୂଜା କରୁଥିଲେ। ଗଙ୍ଗା ବଂଶ, କେଶରେଶ୍ୱରୀ ବଂଶ ଓ ପରବର୍ତ୍ତୀ ଶାସକମାନେ ବିରଜା ମନ୍ଦିରକୁ ବିସ୍ତାର କରି ଏହାକୁ ଶକ୍ତିର ମହାକେନ୍ଦ୍ର କରିଥିଲେ। ପଥରରେ ଖୋଦିତ ଦେବୀ ଦେବତା, ଯୋଦ୍ଧା ଓ ପୌରାଣିକ ଦୃଶ୍ୟ ଆଜି ବି ଜୀବନ୍ତ ଲାଗେ। ବୈତରଣୀ ନଦୀର ପବିତ୍ର ଜଳ ମାଙ୍କ ପୂଜାରେ ବ୍ୟବହୃତ ହୋଇ ଭକ୍ତମାନଙ୍କୁ ଆତ୍ମିକ ଶୁଦ୍ଧତା ଦେଇଥାଏ। ଲୋକମାନେ ଭାବନ୍ତି, ମା ବିରଜା ଦୁଃଖ ଦୂର କରନ୍ତି, ରୋଗ ହରନ୍ତି ଏବଂ ଜୀବନରେ ଆଶୀର୍ବାଦ ବର୍ଷା କରନ୍ତି। ନବରାତ୍ରି ଓ ଅନ୍ୟ ପର୍ବରେ ମନ୍ଦିର ପ୍ରାଣବନ୍ତ ହୋଇଉଠେ। ଦୀପର ଆଲୋକ, ଶଙ୍ଖଧ୍ୱନି, ଭଜନ ସମଗ୍ର ଯାଜପୁରକୁ ଭକ୍ତିରେ ଭରି ଦେଇଥାଏ। ବିରଜା ମନ୍ଦିର କେବଳ ଏକ ଦର୍ଶନସ୍ଥଳ ନୁହେଁ, ଏହା ହେଉଛି ଓଡ଼ିଆ ଇତିହାସର ଗର୍ବ, ଶକ୍ତିର ପ୍ରତୀକ ଓ ଆସ୍ଥାର ଆଲୋକ।